ସ୍ୱାଗତ ବିକେ ଷ୍ଟଡି ଆଇକ୍ୟୁ ୟୁଟ୍ୟୁବ୍ ଚ୍ୟାନେଲକୁ। 2024ର ଓପିଏସ୍ସି ତରଫରୁ ବହୁତ ବଡ଼ ରିକ୍ୱାରମେଣ୍ଟ ବାହାରିଛି। ଆପଣମାନଙ୍କୁ ମୁଁ ଡିଟେଲ୍ ଡିସ୍କସନ୍ କରିବି। ପୋଷ୍ଟ ହେଉଛି ଆସିଷ୍ଟାଣ୍ଟ ଏଗ୍ରିକଲଚର ଅଫିସର, ଗ୍ରୁପ ବି ପୋଷ୍ଟ କ୍ଲାସ୍ 2ର ଓଡ଼ିଶା ଏଗ୍ରିକଲଚର ଆଣ୍ଡ ଫୁଡ୍ କର୍ପୋରେସନ୍ ସର୍ଭିସ୍ ତରଫରୁ। ଡିପାର୍ଟମେଣ୍ଟ ହେଉଛି ଏଗ୍ରିକଲଚର ଆଣ୍ଡ ଫାର୍ମର ଏମ୍ପାୱରମେଣ୍ଟ ତରଫରୁ ବହୁତ ବଡ଼ ରିକ୍ୱାରମେଣ୍ଟ ବାହାରିଛି। ୱେବସାଇଟ୍ ହେଉଛି opsc.gov.in। ଆବେଦନ ତାରିଖ ହେଉଛି 12/11/2024 ଠାରୁ ଶେଷ ତାରିଖ ହେଉଛି 11/12/2024 ପର୍ଯ୍ୟନ୍ତ, ଅର୍ଥାତ୍ ଡିସେମ୍ବର ମାସ 11 ତାରିଖ ଲାଷ୍ଟ ଡେଟ୍। ଟୋଟାଲ୍ ପୋଷ୍ଟ ହେଉଛି 124ଟି। ଟୋଟାଲ୍ ପୋଷ୍ଟ ହେଉଛି 124ଟି ଏବଂ ମୁଁ ତ କହିଲି ଗ୍ରୁପ୍ ବି ପୋଷ୍ଟଟି ଏବଂ ତା'ର ଲେଭେଲ୍ ହେଉଛି 10 ଲେଭେଲ୍ ଅଫ୍ ଦ ପେ ମ୍ୟାଟ୍ରିକ୍ସ 2017 ରୁଲ୍ ଅନୁସାରେ। ଏଠି ତା'ର ଗ୍ରେଡ୍ ପେ ସବୁ ମେନସନ୍ ହେଇଛି, ତା'ର ସାଲାରୀ ସବୁ ଡିଟେଲ୍ ମେନସନ୍ ହେଇଛି। ଏବଂ ଏବେ ଡିସ୍କସନ୍ କରିବା ଭେକେନ୍ସି ଅଫ୍ ପୋଜିସନ୍। ଭେକେନ୍ସି ଅଫ୍ ପୋଜିସନ୍ ଡିଟେଲ୍ ଡିସ୍କସନ୍ କରିବା। ତା'ର ସିରିଏଲ୍ ନମ୍ବର, କାଟାଗୋରୀ, ନମ୍ବର ଅଫ୍ ଭେକେନ୍ସି ମେନସନ୍ ହେଇଛି। ଯେଉଁପରି ୟୁଆର୍ର 45ଟି, ସେଇ ଭିତରୁ 15ଟି ଓମେନ୍ସମାନଙ୍କର, ଏସ୍ସି ବିସିର 14ଟି, ସେଇ ଭିତରୁ 5ଟି ଓମେନ୍ସମାନଙ୍କର। ତାପରେ ଏସ୍ସିର ମଧ୍ୟ ଏଠି ମେନସନ୍ ହେଇଛି 24ଟି, ଏସ୍ଟିର 41ଟି ଏବଂ ଟୋଟାଲ୍ ପୋଷ୍ଟ ମିଶିକି 124ଟି ଏବଂ 42ଟି ଓମେନ୍ସମାନଙ୍କର। ଆପଣମାନେ ଡିଟେଲ୍ ଜାଣିପାରିଲେ, ସବୁ ଡିଟେଲ୍ ଜାଣିପାରିଲେ। ତାପରେ ନେକ୍ସଟ ଡିସ୍କସନ୍ କରିବା। ଏଠି ତା'ର ଫୁଲ୍ ଫର୍ମ ମଧ୍ୟ ମେନସନ୍ ହେଇଛି। ତା'ର ଫୁଲ୍ ଫର୍ମ, ତା'ର ଫିଜିକାଲ୍ ରିକ୍ୱାରମେଣ୍ଟ, ଫଣ୍ଡାମେଣ୍ଟାଲ୍ କ୍ଲାସିଫିକେସନ୍ କ'ଣ ଫୁଲ୍ ଫର୍ମ ସବୁ ମେନସନ୍ ହେଇଛି। ବର୍ତ୍ତମାନ ଡିସ୍କସନ୍ କରିବା ବୟସ ସୀମା। ଯଦି ଆପଣମାନେ ଏଇ ପୋଷ୍ଟକୁ ଆବେଦନ କରିବା ପାଇଁ ହେଲେ ତା'ର ଗୋଟେ ବୟସ ସୀମା ଅଛି। ଯଦି ଆପଣଙ୍କର ବୟସ 21 ବର୍ଷ ହେଇଥିବ ତାହେଲେ ଆପଣମାନେ ଏଇ ପୋଷ୍ଟକୁ ଆବେଦନ କରିପାରିବେ। ଯେଉଁକି ଜାନୁଆରୀ 1/1/2024 ସୁଦ୍ଧା ଯଦି ଆପଣଙ୍କର 21 ବର୍ଷ ହେଉଥିବ ତାହେଲେ ଏଇ ପୋଷ୍ଟକୁ ଆପଣମାନେ ଆବେଦନ କରିପାରିବେ 21 ବର୍ଷ। ଏବଂ ମ୍ୟାକ୍ସିମମ୍ ବୟସ ହେଉଛି 38 ବର୍ଷ ଏବଂ ଏଜ୍ର ମଧ୍ୟ ରିଲାକ୍ସେସନ୍ ଅଛି 5 ବର୍ଷ ST SC ମାନଙ୍କର। ସେହିପରି PW ମାନଙ୍କର 10 ବର୍ଷ ଏଜ୍ର ରିଲାକ୍ସେସନ୍ ଅଛି। ଯେଉଁମାନେ PW ବା ଡିଜାବିଲିଟି ବା ଭିନ୍ନକ୍ଷମ ମାନେ 40% ଯଦି ତାଙ୍କର ଡିଜାବିଲିଟି ସାର୍ଟିଫିକେଟ୍ ଥିବ ସେମାନେ ଏଇ ପୋଷ୍ଟକୁ ଆବେଦନ କରିପାରିବେ। ଏବଂ କେଉଁମାନେ କେଉଁ ପୋଷ୍ଟ ପାଇଁ ଡିଜାବିଲିଟି ହେଇଥିବେ ଏଠି ସବୁ ଲେଖା ହେଇଛି। ରାଇଟ୍ ଅର୍ ଲେଫ୍ଟ, ତା'ର ହାତ କି ଯାହା ଟିକେ ବିକଳାଙ୍ଗ ହେଇଥିବ ସେମାନେ ଆବେଦନ କରିପାରିବେ। ତାପରେ ଏଜୁକେସନାଲ୍ କ୍ୱାଲିଫିକେସନ୍। ଏଇ ପୋଷ୍ଟକୁ ଆପଣମାନେ କେତେ ପାଠ ପଢ଼ିଥିଲେ ଏଇ ପୋଷ୍ଟକୁ ଆପଣମାନେ ଆବେଦନ କରିପାରିବେ। ମାତ୍ର ଆପଣମାନେ ବ୍ୟାଚଲର ଡିଗ୍ରୀ ଇନ୍ ଏଗ୍ରିକଲଚରରେ କରିଥିଲେ ଆପଣମାନେ ଏଇ ପୋଷ୍ଟକୁ ଆବେଦନ କରିପାରିବେ, ଅର୍ଥାତ୍ BSc ଏଗ୍ରିକଲଚର କରିଥିଲେ ହିଁ ଆପଣମାନେ ଆବେଦନ କରିପାରିବେ। ତାପରେ ଆପଣମାନେ ହର୍ଟିକଲଚର ମଧ୍ୟ କରିଥିଲେ ଆପଣମାନେ ଆବେଦନ କରିପାରିବେ, ଅର୍ଥାତ୍ BSc ହର୍ଟିକଲଚର ଫ୍ରମ୍ ଯେକୌଣସି ଆପଣମାନେ ୟୁନିଭର୍ସିଟିରେ କରିଥିଲେ ମଧ୍ୟ ଆପଣମାନେ ଆବେଦନ କରିପାରିବେ। ପ୍ରାଇଭେଟ୍ ହଉ ଗଭର୍ଣ୍ଣମେଣ୍ଟ ହଉ ଆପଣମାନେ ଯେକୌଣସି ଜାଗାରେ ପଢ଼ିଥିବେ BSc ଏଗ୍ରିକଲଚର ଏବଂ BSc ହର୍ଟିକଲଚର କରିଥିଲେ ମଧ୍ୟ ଏଇ ପୋଷ୍ଟକୁ ଆବେଦନ କରିପାରିବେ। ତାପରେ ଏକ୍ଜାମିନେସନ୍ ଫି ଆପଣ ପୁରା ଫ୍ରିରେ ଆବେଦନ କରିପାରିବେ। ଅଲ୍ ଷ୍ଟୁଡେଣ୍ଟ ପୁରା ମାନେ ଫ୍ରିରେ ଆବେଦନ କରିପାରିବେ। କିଛି ମାନେ ନୋ ଏକ୍ଜାମ୍ ଫିଜ୍, ମାନେ ଟଙ୍କା ଦେବାକୁ ପଡ଼ିବନି, ଫ୍ରିରେ ଆବେଦନ କରିପାରିବେ। ତାପରେ ଏକ୍ଜାମ୍ ହେବ 2ଟି ପର୍ଯ୍ୟାୟରେ ଏକ୍ଜାମ୍ ହେବ। ଏଇ ପୋଷ୍ଟ ଅଫ୍ ଆସିଷ୍ଟାଣ୍ଟ ଏଗ୍ରିକଲଚର ପାଇଁ କମ୍ପିଟେଟିଭ୍ ଏକ୍ଜାମ୍ ହେବ, ରିଟେନ୍ ଏକ୍ଜାମ୍ ହେବ, ତାପରେ ଇଣ୍ଟରଭ୍ୟୁ ହେବ। ରିଟେନ୍ ଏକ୍ଜାମ୍ ପାଇଁ 200 ମାର୍କ ହେବ। ଏଟା 2ଟି ପେପର ହେବ, ଏଠି 200 ମାର୍କ ହେବ। ଆପଣ ଡିଟେଲ୍ ଜାଣିପାରିଲେ। ତାପରେ ନେଗେଟିଭ୍ ମାର୍କିଂ ମଧ୍ୟ ଅଛି। ନେଗେଟିଭ୍ ମାର୍କିଂ ଅଛି, MCQ ପାଟର୍ନରେ ଆସିବ, 2 ଘଣ୍ଟା ସମୟ ଦିଆଯିବ। ତା'ର ଡିଟେଲ୍ ଆମେ ସିଲାବସ୍ ଦେଖିବା। ତାପରେ ଇଣ୍ଟରଭ୍ୟୁ ହେବ, ତା'ର 25 ମାର୍କ ହେବ ଇଣ୍ଟରଭ୍ୟୁର।
ଏଠି ତାର ଡେଟ୍ ଅଫ୍ ଏକ୍ଜାମ୍ କେ ହେବ ତାର ଏକ୍ଜାମ୍ର ତାରିଖ ମଧ୍ୟ ଦେଇଛି। ତାର ରିଟେନ୍ ଏକ୍ଜାମ୍ ହେବ 9/3/2025 ହେବ, ମାର୍ଚ୍ଚ ମାସରେ 9 ତାରିଖରେ ସଣ୍ଡେ ଦିନ ହେବ। ତାପରେ ପ୍ଲେସ୍ ଅଫ୍ ଏକ୍ଜାମ୍ କଟକ ନହେଲେ ଭୁବନେଶ୍ୱରରେ ଏକ୍ଜାମ୍ ହେବ। ପୋଷ୍ଟ ଅଫ୍ ଆସିଷ୍ଟାଣ୍ଟ ଏଗ୍ରିକଲଚର ଏକ୍ଜାମ୍ ଲୋକେଟେଡ୍ କଟକ ଏବଂ ଭୁବନେଶ୍ୱରରେ ହେବ। ତାପରେ ଆପଣମାନେ ଅଦର କ'ଣ ଇଲିଜିବିଲିଟି ଥିଲେ ଆପଣମାନେ ଏହି ପୋଷ୍ଟକୁ ଆବେଦନ କରିପାରିବେ, ଯେପରି ଭାରତୀୟ ନାଗରିକ ହୋଇଥିବା ଦରକାର ଏବଂ ଭଲ ଗୁଣ ଥିବା ଦରକାର ଏବଂ ଓଡ଼ିଆ କହିପାରୁଥିବା ଦରକାର, ଲେଖିପାରୁଥିବା ଦରକାର। ଏଇଟା ସବୁ ଡିଟେଲ୍ ଏବଂ ଯେକୌଣସି ଗୋଟେ ଆପଣଙ୍କର ଓଡ଼ିଆ ସବଜେକ୍ଟରେ ପାସ୍ କରିବା 10th ହଉ 8 ହଉ ଯାହା ହେଲେ ବି ପାସ୍ କରିଥିଲେ ଏହି ପୋଷ୍ଟକୁ ଆବେଦନ କରିପାରିବେ। ତାପରେ ନେକ୍ସଟ ଡିସ୍କସନ୍ କରିବା ସିଲାବସ୍ ମଧ୍ୟ ଅଛି, ଆପଣମାନେ ଡିଟେଲ୍ ମୁଁ ଡିସ୍କସନ୍ କରିବି। ତାପରେ ସାର୍ଟିଫିକେଟ୍ ଡକୁମେଣ୍ଟ ଆଟାଚ୍ କରିବେ ଅପଲୋଡ଼ କଲା ବେଳକୁ ଠିକ୍ ଠାକ୍ରେ ଆପଣଙ୍କର 10th +2 ଯେତେବେଳେ BSc ଏଗ୍ରିକଲଚର ଏବଂ BSc ହର୍ଟିକଲଚର ଯେତେବେଳେ ମାଗିବ ଆପଣମାନେ ଠିକ୍ ଠାକ୍ରେ ସେଇଟା ଅପଲୋଡ଼ କରିବେ। ଏବଂ ST SC ଯେଉଁମାନଙ୍କର କାଟାଗୋରୀ ଅଛି ତାଙ୍କର ମଧ୍ୟ ଆପଣମାନେ ଆବେଦନ କରିବେ। ଯଦି ଆପଣ ଯାହା ବି ଭୁଲ କରିବେ ଆପଣଙ୍କର ରିଜେକ୍ସନ୍ କରିଦେବେ। ହାଉ ଟୁ ଆପ୍ଲାଏ, ଆପଣ କେମିତି ଆପ୍ଲାଏ କରିବେ? ପ୍ରଥମେ ଆପଣ OPSCକୁ ଯିବେ, ଯେକୌଣସି ଗୁଗଲ କ୍ରୋମ୍ କି ଯାହା ହେଲେ ଆପଣ ଓପେନ୍ କରିବେ ଏବଂ OPSCକୁ ୱେବସାଇଟ୍କୁ ଯାଇକି ଆପଣମାନେ ଏହି ଫର୍ମକୁ ଆବେଦନ କରିପାରିବେ। ତାପରେ ଯାହା ବି ଆପଣଙ୍କର ଭୁଲ ହେବ, ଯାହା ବି ଆପଣ ଡାଉଟ୍ ଥିବ ଏଇ ଟେଲିଫୋନ୍ରେ ଆପଣମାନେ କଣ୍ଟାକ୍ଟ କରିପାରିବେ। ଟାଇମ୍ ହେଉଛି 10:30ରୁ ତାର 5ଟା ପର୍ଯ୍ୟନ୍ତ ଆପଣମାନେ କଣ୍ଟାକ୍ଟ କରିପାରିବେ। ଯାହା ବି ଭୁଲ ରହିବ ଆବେଦନ କଲା ସମୟରେ ଯାହା ବି ଡାଉଟ୍ ହେବ କ'ଣ ହେବ ଆପଣମାନେ ଏଇ ଟେଲିଫୋନ୍ ନମ୍ବରରେ କଣ୍ଟାକ୍ଟ କରିପାରିବେ। ଜେନେରାଲ ଇନଷ୍ଟ୍ରକ୍ସନ୍ ଆପଣଙ୍କୁ ତ କହିଲି, କ୍ଲୋଜିଂ ଡେଟ୍ କେବେ ଆପଣଙ୍କର 11 ଶେଷ ତାରିଖ ତ କହିଲି 11/12/2024 ବା ଡିସେମ୍ବର ମାସରେ ଏବଂ এই ସୁଦ୍ଧା ଆପଣମାନେ ଏଇଟା ହେଉଛି କ୍ଲୋଜିଂ ଡେଟ୍ ସବୁ ମେନସନ୍ ହେଇଛି। ତାପରେ ଏଇଟା ତାର ସିଲାବସ୍ ଅଛି ପେପର 1ର ସିଲାବସ୍। ତାପରେ ଏଇଟା ସବୁ ଡିଟେଲ୍ ମେନସନ୍ ହେଇଛି। 100 ମାର୍କ ହେବ, ତାର 2 ଘଣ୍ଟା ପେପର 1। ସେହିପରି ତାର ସିଲାବସ୍ ଏସବୁ ଡିଟେଲ୍ ମେନସନ୍ ହେଇଛି। यूनिट टॉपिक रो यूनिट 2 रो टॉपिक सब डिटेल तारो सिलेबस मेंशन अछि। सेहीपरि सब तारो सिलेबस यूनिट 3 रो यूनिट 4 रो सब तारो सिलेबस अछि। आपन डिटेल आपने वीडियो को स्टॉप करी देखि पारे। सेहीपरि पेपर 2 होबो, एटा मध्ये 100 मार्क टोटल मिसी 200 मार्क। एटा होछि प्रिलिमिनरी एग्जाम पाई। सेहीपरि एटा तारो सिलेबस डिटेल मेंशन अछि, सिलेबस मध्ये अछि। तापरे सेहीपरि तारो पेपर 2 रो मध्ये सिलेबस डिटेल एटा मेंशन हेछि। नेगेटिव मार्किंग हेबो 0.25 नेगेटिव मार्किंग होछि। तापरे आपने डिटेल सब जानि पारले। तेणु एहीपरि जदि आपण वीडियो को पाइबा चाहूतिले मोर चैनल सहित जोड़ी के रुहंतु एवं सांगसाथी मानकु शेयर करंतु। सांगसाथी मानकु शेयर करंतु, से माने जानि परिबे जो माने BSc एग्रीकल्चर BSc हॉर्टिकल्चर करछन्ती तांको पय एटा उठे सुवर्ण सुजोग अटे। एवं जे माने मोर जदि प्रथम थर एही YouTube चैनल रे वीडियो को देखुतिले सब्सक्राइब कर दियंतु। रहिली, धन्यवाद।